Today we read a non-detailed piece, The Beggar. Kind sir, have pity, turn your attention to poor hungry man. For 3 days I have had nothing to eat. I have not 5 kopecks for a lodging. I swear it before God. For 8 years, I was a village school teacher, and then I lost my place through intrigues. It is a year now since I have had nothing to do. In this para, one beggar said to the writer, Kind sir, have pity, turn your attention to poor hungry man. The beggar said to the writer, I am very hungry, please turn attention to me and keep pity on me. ସେ କହୁଛି ଭିକାରୀଟି କହୁଛି ମୁଁ ଭାରି କ୍ଷୁଧାର୍ତ ଅଛି, ଦୟାକରି ମୋ ପ୍ରତି ଟିକେ ଦୟା ଦେଖାନ୍ତୁ. For 3 days I have had nothing to eat. That means the beggar had not eaten for 3 days. ଭିକାରୀଟି କହୁଛି ମୁଁ 3 ଦିନ ହେଲା କିଛି ଖାଇନି. I have not 5 kopecks for lodging. କହୁଛି ଭଡ଼ା ଘରେ ରହିବା ପାଇଁ ମୋ ପାଖରେ 5 ରୁବେଲ ନାହିଁ. I swear it before God. I swear it before God. ମୁଁ ଭଗବାନଙ୍କ ନାମରେ ଶପଥ ନେଇ କହୁଛି, ରାଣ ଖାଇ କହୁଛି. For 8 years I was a village school teacher. ମୁଁ 8 ବର୍ଷ ଧରି ଗୋଟିଏ ଗ୍ରାମରେ ବିଦ୍ୟାଳୟ ଶିକ୍ଷକ ଥିଲି, and then lost my place through intrigues. ତାପରେ ମୁଁ ଚାକିରିଟି ହରାଇଲି ସେ ଜାଗାରୁ. କାହିଁକି ନା କୁଚକ୍ରୀମାନଙ୍କର କୁଚକ୍ରାନ୍ତରେ. It is a year now since I have had anything to do. ଗୋଟିଏ ବର୍ଷ ହେଲା ମୁଁ କୌଣସି କାର୍ଯ୍ୟ କରିପାରୁନାହିଁ. The advocate Sergei looked at the ragged fawn-colored overcoat of the suppliant, at his dull, drunken eyes, at the red spot on either cheek, and it seemed to him as if he had seen this man somewhere ever. ଏଠି ଓକିଲ ସେର୍ଗେଇ ସେ ଯେଉଁ ଭିକାରୀଟି ଛିଣ୍ଡା ପୋଷାକ ପିନ୍ଧିଛି ଏବଂ ତାର ଯେଉଁ ବାଦାମୀ ରଙ୍ଗର ଓଭରକୋଟ୍ ଆଉ ତାର ବିରସ ଆଉ ମଦମତ୍ତ ଆଖି ଆଉ ତାର ଚିବୁକରେ ଲାଲ ଚିହ୍ନକୁ ଚାହିଁଲେ ସତ ଯେମିତି ଜଣାପଡ଼ୁଥିଲା ତାଙ୍କୁ ଏ ଲୋକଟାକୁ ସେ କେଉଁଠି ଦେଖିଥିଲା ଭଳିଆ. I have now had an offer of a position in the province of Kaluga. I have now had an offer of a position in province of Kaluga. ଏବେ କାଲୁଗା ରାଜ୍ୟ ପ୍ରଦେଶରେ ମୋ ପାଇଁ ଗୋଟିଏ ଚାକିରିର ସୁଯୋଗ ଅଛି. The mendicant went on, but I have not the money to get there. କିନ୍ତୁ ସେଠାରେ ପହଞ୍ଚିବା ପାଇଁ ମୋ ପାଖରେ ଟଙ୍କା ନାହିଁ. Help me kindly. ଦୟାକରି ମୋତେ କିଛି ସାହାଯ୍ୟ କରନ୍ତୁ. I am ashamed to ask. ତ ମୋତେ ଲଜ୍ଜା ଲାଗୁଛି ଆପଣଙ୍କୁ ମାଗିବାକୁ. But I oblige to my circumstances. କେବଳ ପରିସ୍ଥିତିରେ ପଡ଼ି ମୁଁ ଆପଣଙ୍କୁ ମାଗୁଛି.
Sergei's eyes fell on the man's overshoes, one of which was high and the other low, and he suddenly remembered something. ଏଠି ଆଡ଼ଭୋକେଟ୍ଙ୍କ ଆଖିରେ ପଡ଼ିଲା କ'ଣ ନା ଭିକାରୀର ଯେଉଁ ଜୋତା ପିନ୍ଧିଥିଲା, ୱାନ୍ ଅଫ୍ ହ୍ୱିଚ୍ ୱାଜ୍ ହାଇ, ଗୋଟେ ଉଚ୍ଚା ଥିଲା, ଆଣ୍ଡ ଅଦର ଲୋ, ଅନ୍ୟଟି ନିଚା ଥିଲା। ଛୋଟ ବଡ଼ ଚପଲ ପିନ୍ଧିଲା। ଆଣ୍ଡ ହି ସଡନ୍ଲି ରିମେମ୍ବର୍ଡ ସମଥିଙ୍ଗ, ହଠାତ୍ ତାଙ୍କର କିଛି ଗୋଟେ ମନେ ପଡ଼ିଲା। ଲୁକ୍ ହିୟର୍, ଇଟ୍ ସିମ୍ସ ଟୁ ମି ଆଇ ମେଟ୍ ୟୁ ଦ ଡେ ବିଫୋର୍ ୟେଷ୍ଟରଡେ ଇନ୍ ସାଧୁଭାୟା ଷ୍ଟ୍ରିଟ୍। ଆଡ଼ଭୋକେଟ୍ କହିଲେ ଲୁକ୍ ହିୟର୍, କହିଲେ ଚା। ଇଟ୍ ସିମ୍ସ ଟୁ ମି, କହିଲେ ମୋତେ ଜଣାପଡ଼ୁଛି, ଆଇ ମିଟ୍ ୟୁ ଦ ଡେ ବିଫୋର୍ ୟେଷ୍ଟରଡେ, କହିଲା ପରଦିନ ମୁଁ ତ ଦେଖିଥିଲି। କେଉଁଠି ନା ସଦ୍ଭୟା ରାସ୍ତାରେ ତତେ ଦେଖିଥିଲି। ହି ସେଡ୍, ବଟ୍ ୟୁ ଟୋଲ୍ଡ ମି ଦେନ୍ ଦ୍ୟାଟ୍ ୟୁ ଆର୍ ଏ ଷ୍ଟୁଡେଣ୍ଟ। କହିଲେ ସେଦିନ ମୋତେ ତୁ କ'ଣ କହିଥିଲୁ ନା ତୁ ଗୋଟେ ଷ୍ଟୁଡେଣ୍ଟ, ତୁ ଗୋଟେ ଛାତ୍ର, ହୁ ହ୍ୟାଡ୍ ବିନ୍ ଏକ୍ସପେଲ୍ଡ, ଯିଏକି ଏକ୍ସପେଲ୍ଡ ହେଇଛି, କପି କରି ଏକ୍ସପେଲ୍ଡ ହେଇଛି, ଆଣ୍ଡ ନଟ୍ ଏ ଭିଲେଜ୍ ସ୍କୁଲ ଟିଚର। ସେଦିନ ତୁ ମୋତେ କହିନଥିଲୁ ସ୍କୁଲ ଟିଚର ବୋଲି। ଡୁ ୟୁ ରିମେମ୍ବର? ତୁ ମନେ ପକା ସେଦିନ କ'ଣ କହିଥିଲୁ? ନୋ ନୋ, ଦ୍ୟାଟ୍ କ୍ୟାନ୍ ନଟ୍ ବି ସୋ, ମମ୍ବୁଲ୍ଡ ଦ ବେଗର। ଭିକାରୀଟି ପାଟି ଖନି ବାଜିଗଲା। ସେ କହିଲା ନା ନା ଆଜ୍ଞା, ଟେକେନ୍ ଆବ୍ୟାକ୍, ଆଇ ଏମ୍ ଏ ଭିଲେଜ୍ ସ୍କୁଲ ଟିଚର। କହିଲା ନା ଆଜ୍ଞା, ମିଛ କଥା, ମୁଁ ଜଣେ ସ୍କୁଲ ଟିଚର, ସ୍କୁଲର ଶିକ୍ଷକ। ଆଣ୍ଡ ଇଫ୍ ୟୁ ଲାଇକ୍ ଆଇ କ୍ୟାନ୍ ଶୋ ୟୁ ମାଇ ପେପର୍ସ। ଯଦି ଆପଣ ଚାହିଁବେ ମୁଁ ଆପଣଙ୍କୁ ମୋ ପେପର, କାଗଜ ଦେଖାଇ ପାରିବି। ହାଭ୍ ଡନ୍ ୱିଥ୍ ଲାଇଂ, ୟୁ କଲ୍ଡ ୟୁର ସେଲ୍ଫ ଏ ଷ୍ଟୁଡେଣ୍ଟ ଆଣ୍ଡ ଇଭିନ୍ ଟୋଲ୍ଡ ମି ଦ୍ୟାଟ୍ ୟୁ ହ୍ୟାଡ୍ ବିନ୍ ଏକ୍ସପେଲ୍ଡ ଫର୍, ଡୁ ନଟ୍ ୟୁ ରିମେମ୍ବର? ହାଭ୍ ଡନ୍ ୟୁ ଲାଇଂ, କହିଲା ତୁ ଗୋଟେ ମିଛ କହିବାର ଅଭ୍ୟାସ ପଡ଼ିଯାଇଛୁ। ୟୁ କଲ୍ଡ ୟୁର ସେଲ୍ଫ ଏ ଷ୍ଟୁଡେଣ୍ଟ, କହିଲେ ନିଜକୁ ନିଜେ ତୁ ଜଣେ ଛାତ୍ର ବୋଲି ପରିଚୟ କହୁଛୁ। ଆଉ କ'ଣ କହୁଛୁ? ଇଭିନ୍ ଟୋଲ୍ଡ ମି, କିନ୍ତୁ ମୋତେ କ'ଣ କହୁଛୁ ନା ୟୁ ହାଭ୍ ବିନ୍ ଏକ୍ସପେଲ୍ଡ ଫର୍, ଡୋଣ୍ଟ ରିମେମ୍ବର। ତୋର କ'ଣ ମନେ ପଡ଼ୁନି? ଆଜି କହୁଛୁ ତୁ ଶିକ୍ଷକ ବୋଲି, ସେଦିନ କହୁଛୁ ଛାତ୍ର ଏକ୍ସପେଲ୍ ହେଇଛୁ ବୋଲି। ସେର୍ଗେଇ ପ୍ଲଟ୍ ଆଣ୍ଡ ଟର୍ନ from the ragged creature with an expression of disgust. ସେର୍ଗେଇ କ'ଣ ହେଲେ ରାଗରେ ଲାଲ ପଡ଼ିଗଲେ। ବିରକ୍ତି ଭରା ଛିଣ୍ଡା ପୋଷାକ ପିନ୍ଧିଥିବା ଭିକାରୀକୁ ବୁଲି ପଡ଼ିଲେ। ଦିସ୍ ଇଜ୍ ଡିସଅନେଷ୍ଟି ମାଇ ଡିଅର୍ ସାର୍, ହି କ୍ରାଏଡ୍ ଆଙ୍ଗ୍ରିଲି। ଭିକାରୀ ଜଣକ କାନ୍ଦିଲା, ଚିତ୍କାର କରି କାନ୍ଦିଲା। ମାଇ ଡିଅର୍ ସାର୍, କହିଲେ ସାଧୁ, ଦିସ୍ ଇଜ୍ ସ୍ୱିଡଲିଂ, ଆଇ ସାଲ୍ ସେଣ୍ଡ ଦ ପୋଲିସ ଫର୍ ୟୁ, ଡେମନ୍ ୟୁ। ତାପରେ ସେର୍ଗେଇ କହିଲେ ତୁ ଠକ। ସେର୍ଗେଇ ପ୍ଲଟ୍ ଆଣ୍ଡ ଟର୍ନ ଅବାଉଟ୍ ଦ ରାଗ୍ କ୍ରିଏଚର, କହିଲେ ତୁ ଗୋଟେ ଠକ। ଆଇ ସାଲ୍ ସେଣ୍ଡ ଦ ପୋଲିସ ଫର୍ ୟୁ, ଡ୍ୟାମନ୍ ୟୁ। କହିଲେ ମୁଁ ତ ପୋଲିସରେ ଧରେଇଦେମି। ସାର୍, ହି ସେଡ୍, ଲାଇଂ ହିଜ୍ ହ୍ୟାଣ୍ଡ ଅନ୍ ହିଜ୍ ହାର୍ଟ, ଦ ଫ୍ୟାକ୍ଟ ଇଜ୍ ଆଇ ୱାଜ୍ ଲାଇଂ। ସେଠୁ ଭିକାରୀ ଜଣ କହିଲା ସାର୍, ଲାଇଂ ହିଜ୍ ହ୍ୟାଣ୍ଡ, ଲେଇଂ ହିଜ୍ ହ୍ୟାଣ୍ଡ, ତାଙ୍କ ହାତକୁ ଧରି ପକାଇଲା। କହି ପକାଇଲା, କହିଲା ସତ କଥାରେ ମୁଁ ମିଛ କହିଛି। ଆଇ ଏମ୍ ନାଇଦର ଏ ଷ୍ଟୁଡେଣ୍ଟ ନର୍ ଏ ସ୍କୁଲ ଟିଚର। କହିଲା ମୁଁ ସ୍କୁଲ ଶିକ୍ଷକ ନୁହେଁ କି ଜଣେ ଛାତ୍ର ନୁହେଁ। ଅଲ୍ ଦ୍ୟାଟ୍ ୱାଜ୍ ଫିକ୍ସନ୍। କହିଲା ସେଟା ମୁଁ ଏକରେ ଶିକ୍ଷକ ନୁହେଁ, ଦୁଇରେ ଛାତ୍ର ବି ନୁହେଁ। ମୁଁ କ'ଣ ନା ମୁଁ ଏଇଟା
all that fiction formally I sang in a Russian swear. ଏସବୁ ମନଗଢ଼ା କଥା। ମୁଁ ପୂର୍ବେ ରୁଷୀୟ ସଙ୍ଗୀତ ଦଳରେ ଗାଉଥିଲି ରସିଆନ୍ ସୋୟାର ଆଣ୍ଡ ପଳଉଛି ଖାଲି Russian chair and was sent away from drunkenness. ମୁଁ ସେ ଯେଉଁ ରସିଆନ୍ ଦଳରେ ଗୀତ ଗାଉଥିଲି କିନ୍ତୁ ସେମାନେ ମୋତେ କ'ଣ କଲେ ତଳିଦେଲେ ସେଣ୍ଟ ଆୱେ ବାହାର କରିଦେଲେ କ'ଣ ପାଇଁ ନା ଫର୍ ଡ୍ରଙ୍କନେସ୍ ମଦ୍ୟପାନ ଯୋଗୁଁ ବଟ୍ ହ୍ୱାଟ୍ ଏଲ୍ସ କ୍ୟାନ୍ ଆଇ ଡୁ କିନ୍ତୁ ମୁଁ କ'ଣ କରିପାରିବି ଆଇ କ୍ୟାନ୍ ନଟ୍ ଗେଟ୍ ଏଲଙ୍ଗ୍ ୱିଦାଉଟ୍ ଲାଇଂ ତ ମିଛ କହିବା ଛଡ଼ା ମୋ ପାଖରେ ବାଟ କିଛି ନଥିଲା ନୋ ୱାନ୍ ୱିଲ୍ ଗିଭ୍ ମି ଏନିଥିଙ୍ଗ ୱେନ୍ ଆଇ ଟେଲ୍ ଟ୍ରୁଥ୍ ଯଦି ମୁଁ ସତ କଥା କହିଥାନ୍ତି ତାହେଲେ ମୋତେ କେହି କିଛି ଦେଇନଥାନ୍ତେ ହ୍ୱାଟ୍ କ୍ୟାନ୍ ଆଇ ଡୁ ତାହେଲେ ମୁଁ କ'ଣ କରିବି ହ୍ୱାଟ୍ କ୍ୟାନ୍ ଆଇ ଡୁ ୟୁ ଆସ୍କ ହ୍ୱାଟ୍ କ୍ୟାନ୍ ଆଇ ଡୁ କ୍ରାଏଡ୍ ସେର୍ଗେଇ ତାପରେ ଆଡ଼ଭୋକେଟ୍ କହିଲେ କ'ଣ ତୁ କରିବୁ ୟୁ ଆସ୍କ ତୁ ନିଜକୁ ନିଜେ ପଚାର କ'ଣ କରିବୁ କ୍ରାଏଡ୍ ସେର୍ଗେଇ କମିଂ କ୍ଲୋଜ୍ ଟୁ ହିମ୍ ୱାର୍କ ଦ୍ୟାଟ୍ ଇଜ୍ ହ୍ୱାଟ୍ ୟୁ କ୍ୟାନ୍ ଡୁ ୟୁ ମଷ୍ଟ ୱାର୍କ କହିଲେ ତୁ ସବୁ କରିପାରିବୁ ସତ କଥା କହ ତୁ ନୋ ୱାନ୍ ହ୍ୱାଟ୍ କ୍ୟାନ୍ ୟୁ ଡୁ କହିଲେ ତୁ କ'ଣ କରି କାମ କରିପାରିବୁ ୟୁ ଆସ୍କ ହ୍ୱାଟ୍ ୟୁ କ୍ୟାନ୍ ଡୁ କ୍ରାଏଡ୍ ସେର୍ଗେଇ ସେର୍ଗେଇ କହିଲେ ତୁ କ'ଣ କରିବୁ କି କାମ ପାରିବୁ ନିଜକୁ କହ କମିଂ କ୍ଲୋଜ୍ ଟୁ ହିମ୍ ତା ନିକଟକୁ ଆସିବେ ୱାର୍କ କାମ ଦ୍ୟାଟ୍ ଇଜ୍ ହ୍ୱାଟ୍ ୟୁ କ୍ୟାନ୍ ଡୁ ୟୁ ମଷ୍ଟ ୱାର୍କ ଯେଉଁ କାମ ତୁ ଚାହିଁବୁ ସେ କାମ କରିପାରିବୁ ହ୍ୱାଟ୍ ଏସ୍ ଆଇ ନୋ ଦ୍ୟାଟ୍ ମାଇ ସେଲ୍ଫ ବଟ୍ ହ୍ୱେର୍ କ୍ୟାନ୍ ଆଇ ଫାଇଣ୍ଡ ୱାର୍କ ହଁ ଆଜ୍ଞା ମୁଁ ପାରିବି ମାଇ ସେଲ୍ଫ ବଟ୍ ହ୍ୱେର୍ କ୍ୟାନ୍ ଆଇ ଫାଇଣ୍ଡ ୱାର୍କ କେଉଁଠି କାମ ଖୋଜିବି ହାଉ ଉଡ୍ ୟୁ ଲାଇକ୍ ଟୁ ଚପ୍ ଉଡ୍ ଫର୍ ମି କହିଲା ହାଉ ଉଡ୍ ୟୁ ଲାଇକ୍ କହିଲା ତୁ ଚାହୁଁଛୁ କାଠ ଆଣିବା କାମ ଚାହୁଁଛୁ ଆଇ ଉଡ୍ ନଟ୍ ରିଫ୍ୟୁଜ୍ ଟୁ ଡୁ ଦ୍ୟାଟ୍ ବଟ୍ ଇନ୍ ଦିସ୍ ଡେଜ୍ ଇଭିନ୍ ସ୍କିଲ୍ଡ ଉଡ୍ କଟର୍ସ ଫାଇଣ୍ଡ ଦେମ୍ସେଲ୍ଭସ୍ ସିଟିଂ ୱିଦାଉଟ୍ ବ୍ରେଡ୍ କହିଲା ଆଇ ଉଡ୍ ନଟ୍ ରିଫ୍ୟୁଜ୍ କହିଲା ମୁଁ ତ ମନା କରିବୁନି ବଟ୍ ଇନ୍ ଦିସ୍ ଡେଜ୍ ଆଜିକାଲିକି ଇଭିନ୍ ସ୍କିଲ୍ ଉଡର୍ ଯେଉଁମାନେ କୁଶଳୀ କାଠ କଟାଳି ସେମାନେ ମଧ୍ୟ ବସିଛନ୍ତି ଖାଦ୍ୟ ଅଭାବରେ ୱିଲ୍ ୟୁ କମ୍ ଆଣ୍ଡ ଚପ୍ ଉଡ୍ ଫର୍ ମି ତାହେଲେ ତୁ ଆଏ ତୁ ମୋ ପାଇଁ କାଠ କାଟିବୁ ୟେସ୍ ସାର୍ ଆଇ ୱିଲ୍ ହଁ ମୁଁ ଯିବି ଭେରି ୱେଲ୍ ଠିକ୍ ଅଛି ୟୁ ୱିଲ୍ ସୁନ୍ ଫାଇଣ୍ଡ ଆଉଟ୍ ତାପରେ କହିଲେ ବହୁତ ଭଲ ଆମେ ଶୀଘ୍ର କାମ ଆରମ୍ଭ କରିବା